श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम वास्तु सेशन गोटे करवा वास्तु सेशन क्रम वास्तु विजिट रे आम गोटे घर को जाइलु से घर कौन डिटेल्स सब अच्छी शक्ति चक्र रे किभଳି भाବରେ सुपरिम्पोज करके काम होइछि से विषय गोटे विशद विवरणी नबा एवं जानिबा जे कौन कोभଳି प्रकार असुविधा अछि एवं कौन कौन से असुविधा अच्छी से सब विषय आज डिटेल कथा तो चलते आरंभ करें मुझे राजू को रिक्वेस्ट करी से प्लान टाको ଟିକେ ସେୟାର କରିବେ ତାପରେ ଆମେ ଡିଟେଲ ଡିସ୍କସନ କରିବା। ତ ଏଠି ଦେଖନ୍ତୁ ସର୍ବପ୍ରଥମେ ଘରକୁ ଯେତେବେଳେ ଆପଣ ସବୁ ଜାଗା ମାପି ଦେଲେ ଯଦି ଆପଣ ବାସ୍ତୁ କରିବା ପାଇଁ ଯାଉଛନ୍ତି ସବୁ ଜାଗା ମାପି ଦେଲେ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଡିଗ୍ରୀ ବାହାର କରିବା ଘରର ବ୍ରହ୍ମସ୍ଥାନ ବାହାର କରିବା ବ୍ରହ୍ମସ୍ଥାନ ବାହାର କରିକି ଡିଗ୍ରୀଟା ବାହାର କରିବା କାରଣ ଯଦି ବାସ୍ତୁ ଦୋଷ ଥାଏ ତାହେଲେ ଯେତେ ଧନ ଅର୍ଜନ କଲେ ବି ନିଅଣ୍ଟିଆ ଲାଗିଥାଏ ଗୁରୁହର କର୍ତ୍ତା ମାନେ ଋଣ କରି କରି ନୟାନ୍ତ ହେଇ ପଡନ୍ତି ବ୍ୟବସାୟରେ କ୍ରମାଗତ କ୍ଷତି ଚାଲେ ଗୃହରେ ଅକାଳ ମରଣ ଦୁର୍ଘଟଣା ଲାଗି ରହେ କେହି ବି କ୍ରମାଗତ ଭାବରେ ରୋଗରେ ପଡି କଷ୍ଟ ପାଇଥାଇ ପାରନ୍ତି ଏବଂ ବିଭିନ୍ନ ପ୍ରକାର ସମସ୍ୟା ବାହାଘରର ଡେରି ହବା ଶତ୍ରୁ ବୃଦ୍ଧି ମାନହାନି ମୋକଦ୍ଦମା ପିଲାମାନେ ପାଠ ପଢାରେ ଆଗେଇ ପାରନ୍ତିନି ଏଇଭଳିଆ ସବୁ ହୁଏ ତ ମୁଁ ଆପଣଙ୍କୁ ପ୍ରଥମେ କଣ କହିବି ମେନ୍ ଇମ୍ପୋର୍ଟାଣ୍ଟ ଯେ ସର୍ବପ୍ରଥମେ ଆପଣ ଯେକୌଣସି ଘରକୁ ଯାଉଛନ୍ତି ଆଗ ସେ ଘରର ଏରିଆ ଟା କେତେ ବାହାର କରନ୍ତୁ ମାପିଦେଲେ ମାପିଦେଲା ପରେ ଆପଣ ଆଗ ଘର ଏରିଆ ବାହାର କରିକି ମାପିଦେଲା ପରେ ଘରର ବ୍ରହ୍ମସ୍ଥାନ ଟା ବାହାର କରିବେ ସେଟାକୁ ଆମେ ଧୀରେ ଧୀରେ ପଢିବା କେମିତି ବ୍ରହ୍ମସ୍ଥାନ ବାହାର କରାଯାଏ ବ୍ରହ୍ମସ୍ଥାନରେ କେତେ ଡିଗ୍ରୀ ଡିଫ୍ଲେକ୍ଟ ହେଇଛି ସେ ବାସ୍ତୁରେ ଜମା ବିଶ୍ୱାସ କରିବେନି ଯୋଉ କହିବେ ଆଜ୍ଞା ହେଇଠି ଦେଖନ୍ତୁ ସୂର୍ଯ୍ୟ ଏଇପଟେ ଉଦୟ ହେଲା ଏଇଟା ହେଲା ପୂର୍ବ ତା ପଛଟା ହେଲା ପଶ୍ଚିମ ଏଇଟା ହେଲା ଉତ୍ତର ଏଇଟା ହେଲା ଦକ୍ଷିଣ ସେଇ ବାସ୍ତୁରେ ପଶିଲେ ଆପଣ ଫସିଯିବେ ଏବଂ ବହୁତ ଅସୁବିଧା ଫେସ୍ କରିବେ ଠିକ ଅଛି ତାହେଲେ କଣ କଣ ଆମେ ସବୁ ତ ଏଠି ଆଲୋଚନା କରିବା ସମ୍ଭବ ହବନି କାରଣ 7 ଦିନ ରିସର୍ଚ୍ଚ କଲା ପରେ ହିଁ ଗୋଟେ ରିପୋର୍ଟ ପ୍ରସ୍ତୁତ କରାଯାଏ ଏବଂ ଆଉ 7 ଦିନ ନେଇକି ତାପରେ ଭବାଯାଏ ଯେ କଣ ହେଇଥିବ ଏବଂ ବାସ୍ତବରେ ସେଟା ତା ସହିତ ମ୍ୟାଚ୍ କରୁଛି କି ନାହିଁ ସେ ସବୁ ଜିନିଷକୁ ଆଖିରେ ରଖି କମ ସେ କମ ଗୋଟେ ବାସ୍ତୁ ରିପୋର୍ଟ ବନେଇ କଲେ 15 ଦିନର ସମୟ ଲାଗିବ ଭଲ ଭାବରେ ଯୋଉଟା ଏକ୍ଜିଷ୍ଟିଂ ଘର ତିଆରି ହେଇଥିବ ତା ଉପରେ ତ ଆମେ କଣ ହେଲା ପ୍ରଥମ ପଏଣ୍ଟରେ କଣ କଲେ ନା ସର୍ବପ୍ରଥମେ ଜାଗାଟାକୁ ମାପିଦେଲେ ମାପିକି ତାର ଡିଗ୍ରୀଟା ବାହାର କରିଦେଲେ ଡିଗ୍ରୀଟା ବାହାର କଲେ ଘରର ମହାଦ୍ୱାର ଯୋଉ ଦେଖନ୍ତୁ ଏଠି ଲେଖା ହେଇଛି ମେନ୍ ଏଣ୍ଟ୍ରାନ୍ସ ଏଇ ଜାଗାଟା ଲେଖା ହେଇଛି ମେନ୍ ଏଣ୍ଟ୍ରାନ୍ସ ଯୋଉ ଗୋଲ ବୁଲେଇକି ସେଟା କୋଉ ଜୋନରେ ପଡୁଛି ସେଇଟା ଚେକ୍ କରିବେ ସେଇଟା ଚେକ୍ କରିସାରିଲା ପରେ ଆପଣ 16ଟି ବାସ୍ତୁମଣ୍ଡଳ ସୁପର ଇମ୍ପୋଜ କରିବା ଦ୍ଵାରା କୋଉ ରୁମଟି କୋଉ ଜାଗାରେ ପଡୁଛି ସେଇଟା ଇମ୍ପୋର୍ଟାଣ୍ଟ ଯଦି ବାସ୍ତୁ ସୁପର ଇମ୍ପୋଜ କଲା ବେଳେ ଆପଣଙ୍କର ଡିଗ୍ରୀ ଭୁଲ ହେଇଗଲା ପୁରୁଣା କାଳିଆ ଲୋକମାନେ ପୁରାତନ ବାସ୍ତୁବିଦ ମାନଙ୍କୁ ଡାକିକି ସେ କହନ୍ତି ଆଜ୍ଞା ଏଇଭଳିଆ କର ଏଇଟା ଉତ୍ତର ମୁଖା ଅଛି କିନ୍ତୁ ଆକ୍ଚୁଆଲି ସେ ଜାଗାଟା ସେତିକି ଉତ୍ତର ମୁଖା ନଥାଏ କିଛି ପରିମାଣରେ ଡିଗ୍ରୀର ଡିଫ୍ଲେକ୍ସନ ଥାଏ ତେଣୁ ଯଦି ଆପଣ ମାନେ ସେମିତି ଉତ୍ତର ମୁଖା ଦକ୍ଷିଣ ମୁଖା ଏମିତି ଭାବିକି କରିଦେବେ ଗୋଟେ ଆପ୍ରୋକ୍ସିମେସନ ନେଇକି ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ରୁମ ତିଆରି କଲା ବେଳକୁ ଗଡବଡ ହେଇଯିବ ଏବଂ ଭୁଲ ଜାଗାରେ ପଡିଯିବ ଯୋଉଟା କି ଏଇ କ୍ଷେତ୍ରରେ ଏଇଠି ଘଟିଛି ଗୋଟେ ମହାନ ବାସ୍ତୁବିଦଙ୍କୁ ଡକା ହେଲା ମହାନ ବାସ୍ତୁବିଦ ଜଣକ ଆସିଲେ ସେ କହିଲେ ହେଇ ଦେଖ ସୂର୍ଯ୍ୟ ଏଠି ଉଦୟ ହଉଛନ୍ତି ଏଇଟା ପୂର୍ବ ଏଇଟା ପଶ୍ଚିମ ଘର ବାଲା କହିଲେ ହଁ ଆଜ୍ଞା ଠିକ କହୁଛନ୍ତି ଆପଣ ସେଇଠୁ ବାସ୍ତୁର ପ୍ଲାନ ଦେଲେ ଏ ଲୋକ ଯିଏ ଘର ତିଆରି କରିଛନ୍ତି ସେ ବାସ୍ତୁ ପ୍ଲାନ ହିସାବରେ କରୁଛନ୍ତି ଠିକ ଅଛି ବାସ୍ତୁ ପ୍ଲାନ ଦେଲା ପରେ ମୁଁ ଆପଣଙ୍କୁ ଗୋଟେ ଛୋଟ ଜିନିଷ ଆପଣଙ୍କୁ କହିବି ମେନ୍ ଏଣ୍ଟ୍ରାନ୍ସ ତ ଆପଣ ଦେଖିଲେ ମେନ୍ ଏଣ୍ଟ୍ରାନ୍ସ ର କଣ ପ୍ରୋବ୍ଲେମ ସବୁ ଧୀରେ ଧୀରେ କରି ଛୋଟ ଛୋଟ ଭାବରେ ଡିସ୍କସନ କରିବା ଡିସ୍କସନ ବହୁଳ ଭାବରେ କଲେ ତ 4-5 ଘଣ୍ଟା ଲାଗିବ ମୁଁ ଖାଲି ଗୋଟେ ଚୁମ୍ବକ ଦଉ ତାପରେ ଆମେ ଦେଖିଲେ ଯେ ଘରଟି ଆଗ ଦେଖୁ ଦେଖୁ ଦେଖିଲେ ଯେ ଘରଟିର ଏଇ ଅଂଶ ଯୋଉ ରହିଛି ଏଇ ଅଂଶଟା ବର୍ଦ୍ଧିତ ରହିଛି ବର୍ଦ୍ଧିତ ବିଖଣ୍ଡିତ ଭିତରେ ଆପଣ ମାନଙ୍କର ଗୋଟେ ସମ୍ୟକ ଜ୍ଞାନ ରହିବା ନିତ୍ୟାନ୍ତ ଆବଶ୍ୟକ ବର୍ଦ୍ଧିତ ବିଖଣ୍ଡିତ ବିଷୟରେ ଯଦି ଆପଣଙ୍କର ସମ୍ୟକ ଜ୍ଞାନ ନାହିଁ ତାହେଲେ ଆପଣ ମାନେ ଜାଣିପାରିବେନି ଠିକ ଭାବରେ ପ୍ରେଡିକ୍ସନ ଆସିବ ନାହିଁ ତେଣୁ କୋଉ କୋଉ ପୋର୍ସନ ଟା ବର୍ଦ୍ଧିତ ରହିଛି କୋଉ କୋଉ ପୋର୍ସନ ଟାରେ ଟିକେ କ୍ଷୟ ରହିଯାଇଛି ସେଇଟା ଆପଣ ଦେଖିଲେ ଜାଣିପାରିବେ ଏବଂ ତାର ବି ରିମେଡି କରିବାକୁ ଦିଆଗଲା ଶକ୍ତି ଚକ୍ର ସୁପର ଇମ୍ପୋଜ ହେଲା ବର୍ଦ୍ଧିତ ହେଇଛି ଘର ତାର ରିମେଡି କରାଗଲା
ଆପଣ ମାନେ ଦେଖନ୍ତୁ ବେଡରୁମ 3 ଟା କୋଉ ଜୋନ ରେ ଆସୁଛି? SSW ଜୋନ। SSW ରେ ବେଡରୁମ 3 ଆସୁଛି। ସମସ୍ତେ କହନ୍ତି ଯୋଉଠି ବେଡରୁମ କରୁଛ କର ପଛେ WNW ଏବଂ SSW ଏବଂ ଇଏସି ଏଇ ସବୁ ଜାଗାରେ ଆପଣ ବେଡରୁମ କରିବେ ନାହିଁ। ବେଡରୁମ କଲେ ଆପଣ ଇମ୍ପାକ୍ଟ ନେଗେଟିଭ ପାଇବେ। SSW ରେ ଏଠି ଯୋଉ ବେଡରୁମ ଟା ହେଇଛି ଏଠି ଯୋଉ ଲୋକମାନେ ଶୋଉଥିଲେ ତାଙ୍କର ଖାଲି କନଷ୍ଟିପେସନ ଉପରେ କନଷ୍ଟିପେସନ ହେଲା, ଗ୍ୟାସ୍ ହେଲା। ସେମାନେ ଯେତେ କଷ୍ଟ କରିକି ମେହନତ କରିକି ଇନକମ କଲେ ମଧ୍ୟ ତାଙ୍କର ଧନ ସେଠି ଅଣ୍ଟିଲା ନାହିଁ। ଅନାବଶ୍ୟକ କ୍ଷେତ୍ରରେ ଧନ ଗୁଡାକ ଖର୍ଚ୍ଚ ହେଇଗଲା। କିଚେନ ଟା ସାଉଥ ରେ ଅଛି, ଚଳିବ, କିନ୍ତୁ ସିଏ ବି ଚଳନୀୟ ନୁହେଁ, କାରଣ ସାଉଥ ଇଷ୍ଟ ରେ କିଚେନ ରହିବା ଦରକାର। ଯାହା ବି ହଉ, ପଚାରିଛନ୍ତି ଖାଲି ଗୋଟିଏ ପଜିଟିଭ ହେଲା କି WNW ଜୋନରେ ଟଏଲେଟ ଟା ରହିଲା। ଠିକ ଅଛି, WNW ଜୋନରେ ଟଏଲେଟ ଟା ରହିଲା। ତେଣୁ ଏଇ କ୍ଷେତ୍ରରେ ଆମେ କଣ ଜାଣିଲେ? ଗୋଟେ ପରଫେକ୍ଟ ବାସ୍ତୁ କରିବାକୁ ହେଲେ ତୁମ ମାନଙ୍କୁ ବାରମ୍ବାର ମୁଁ ସେଇ କଥା ଦୋହରଉଛି, ଜାଗାଟା ମାପିକି ବ୍ରହ୍ମସ୍ଥାନ ବାହାର କରିକି କେତେ ଡିଗ୍ରୀରେ ସେ ଜାଗାଟା ହେଇଛି ପ୍ରପର ଆର୍କିଟେକ୍ଚର ନ ବନେଇଲେ ତମେ ଫସିଯିବ ଏବଂ ତମକୁ ସେଠି କେହି ଆଉ ଉଦ୍ଧାର କରିବାକୁ ଆଜ୍ଞା ଆସିବେ ନାହିଁ। କାରଣ ତମେ ୱାନ୍ସ ଘରଟା ବନଉଛ 50 ଲକ୍ଷ ଟଙ୍କା କି 60 ଲକ୍ଷ ଟଙ୍କା ଦେଇକି, ମିନିମମ୍ ତ 30 ଲକ୍ଷ ଟଙ୍କାରେ ଗୋଟେ ମାହାଲା ବନେଇବ। ତମେ 30 ଲକ୍ଷ ଟଙ୍କା ଦବାକୁ ରେଡି ହେଲେ ବାସ୍ତୁ ଯିଏ ପ୍ରପର ବାସ୍ତୁ ବାଲା ଜାଣିଛି, ବାସ୍ତୁ ଜାଣିଛି, ଯିଏ ପ୍ରପରଲି ଡିଗ୍ରୀ ବାହାର କରିକି ପ୍ରପରଲି ବାସ୍ତୁ ପ୍ଲାନ ଦଉଛି, ତାକୁ ଯଦି ସ୍ୱଳ୍ପ ସମୟ ସ୍ୱଳ୍ପ ଆମାଉଣ୍ଟ କିଛି ତାର ଯେତିକି ଖର୍ଚ୍ଚ ତାକୁ ନ ଦେଇକି କରିବ, ତାହେଲେ ତମର ଯୋଉ ଘରଟା ଯେତିକି ଦିନ ଯାଏ ରହିବ ତମେ ସେଇ ପ୍ରୋବ୍ଲେମ ଫେସ କରିବ। ତାହେଲେ ଏ ଘରେ ଯେତେବେଳେ ପଶାଗଲା ଦେଖାଗଲା ଏଣ୍ଟ୍ରିଟା ରହିଲା N6 ମହାଦ୍ୱାର, N6 N7 N8। ଆଚ୍ଛା, N6 ର କିଏ ରହିଲେ? ନା ଭୁଜଗ। N7 ରେ କିଏ ରହିଲେ? ନା ଅଦିତି। N8 ରେ କିଏ ରହିଲେ? ଦିତି। ମୋ କଥାଟା ବୁଝନ୍ତୁ, ମୁଁ ଆପଣଙ୍କୁ କଣ କହିବାକୁ ଚାହୁଁଛି। ଏଇଥିରୁ ଆମେ କଣ ଜାଣିବାକୁ ପାଇଲେ କି ବାପା ଦେଖ, ହଜାର ପ୍ରକାର ପ୍ରେଡିକ୍ସନ ଦେଲେ ତ ସେ କହିବେ କି ଏ ଘରର ଇଏ ହେଇଥିଲା, ସେ ହେଇଥିଲା, ଅମୁକ ଭୁଲ ସମୁକ ଭୁଲ, ଛାଡିକି ଯାଉ। ମୁଁ କହୁଛି ତମେ ଆପ୍ରୋଚ କେମିତି ନବ, ଗୋଟେ ଘରକୁ ଆପ୍ରୋଚ କେମିତି ନବ। ଦେଖ, ଗୋଟେ ବେଡରୁମ ଟା ଆସିଲା, ସେଠି କୋଉ କୋଉ ଜୋନ ଯାଉଛି? ନା ଇଷ୍ଟ ଜୋନ ରେ ବେଡରୁମ ଟା ଗଲା, ଇଏସି ରେ ଏ ପୋର୍ସନ ଟା ଇଏସି ରେ ପଳେଇଲା। ଏ ବେଡରୁମ ଟା ନର୍ଥ ୱେଷ୍ଟ ଆଉ NNW ରେ ପଳେଇଲା। ଠିକ ଅଛି, ଆଉ ମଝିରେ ବ୍ରହ୍ମସ୍ଥାନ ଟା ଖାଲି କରିଦେଲେ। ଠିକ ଅଛି ନା? ତେଣୁ ଏଇ ସବୁ ଜିନିଷ କୁ ମୁଁ ଦେଖିକି ଯେତେବେଳେ ଆମେ ଜାଣିଲେ ଯେ ଘରର ବାସ୍ତୁରେ ଏଇ ଜାଗାରେ ଏଇ ଜିନିଷ ରହିବା କଥା ହେଲେ ରହିନି, ପଞ୍ଚଭୂତର ବାଲାନ୍ସ ଟା ଠିକ ଅଛି ତ, ତାପରେ ଆମେ ଚେକ୍ କରିବା ପଞ୍ଚଭୂତର ବାଲାନ୍ସ ଏବଂ ପୃଥିବୀ ପୃଷ୍ଠରୁ ଆସୁଥିବା ନକାରାତ୍ମକ ଶକ୍ତିର ସଠିକ ପରିଚାଳନା ଏଥିରେ ହେଇଛି ତ। କିଛି ପରିମାଣରେ ହେଇଥିଲେ ହେଁ, କିଛି ପରିମାଣରେ ହେଇନଥିଲା, ତାକୁ କରାଗଲା। ତେଣୁ ଆଜିର ଏଇ ସେସନରେ ଆମେ ଜାଣିଲେ ଗୋଟେ ବାସ୍ତୁ ପ୍ଲାନ କୁ କେବଳ ତା ଉପରେ ପ୍ରେଡିକ୍ସନ, ମୁଁ ପରେ ଏଇଥିପାଇଁ କିଛି ପ୍ରେଡିକ୍ସନ ଦଉନି, ନହେଲେ ହଜାରେ କଣ୍ଟ୍ରୋଭର୍ସିଆଲ କଥା ଆସିବ, ଇଏ ଆମକୁ ହବା କଥା, ସିଏ ତା ଜ୍ଞାନ ଦବ, ଇଏ ଆ ଜ୍ଞାନ ଦବ। ସେ ଜ୍ଞାନ ନେଇକି ଆମର କଣ ହବ? ଆମର କହିବା କଥା ହେଲା କି କେମିତି ଆମେ ଗୋଟେ ବାସ୍ତୁକୁ କୋଉଠି ଜାଗାକୁ କରିବାକୁ ଗଲେ ଆପ୍ରୋଚ ଟା କଣ ରହିବ, ସେଇ ବିଷୟରେ ଆମେ ଡିସ୍କସନ କରୁଛେ। ଏବଂ ସେଇ ଡିସ୍କସନ କ୍ରମରେ ଯୋଉ ଯୋଉ ପଏଣ୍ଟସ ଗୁଡାକୁ କହିଲି, ସେଇ ପଏଣ୍ଟସ ଗୁଡାକ ଆଖି ଆଗରେ ରଖି ଶାସ୍ତ୍ରଚିତ୍ତ କଥା କହିବା ଦ୍ଵାରା ସେ ଜାଗାର ପ୍ରେଡିକ୍ସନ ଶତ ପରିମାଣରେ 100ରୁ 100 କରେକ୍ଟ ଆସେ ଏବଂ ସେଥିରେ କୌଣସି ଦ୍ୱନ୍ଦ୍ୱ ଦ୍ୱିଧା ରହେ ନାହିଁ। ଏବଂ ସେଥିରେ ଯଦି ରିମେଡି ଦିଆଯାଏ, ତାହେଲେ କୌଣସି ପ୍ରକାରର ଯେମିତି ହେଲେ ସେ ଘରର ଉନ୍ନତି ହେବାଟା ଥୟ ହିଁ ଥୟ। ଆପଣ 10-15 ହଜାର ଟଙ୍କା କି 20-25 କି 30 ହଜାର ଟଙ୍କା ପାଇଁକି ଡରିଯିବେ, କିନ୍ତୁ ଆପଣ ମାନଙ୍କ ପରିବାରରେ ଯୋଉ ଯୋଉ ପ୍ରକାରର ଅସୁବିଧାଟା ରହୁଥିବ, ସେ ଅସୁବିଧା ଦୂର କରିବା ପାଇଁ ଆପଣ ଯଦି କୌଣସି ପଦକ୍ଷେପ ଏଇଠି 30 ହଜାର ଟଙ୍କା କି 40 ହଜାର ଟଙ୍କା ଖର୍ଚ୍ଚ କରି ନ ନେବେ, ତାହେଲେ ଗୋଟେ ଗୋଟେ ଜାଗା ଏମିତି ଆସିବ ଯେ ଆପଣଙ୍କର ପଇସା ନିଅଣ୍ଟିଆ ହବ, ଘରର ବଢିଲା ଝିଅର ବାହାଘରର ପ୍ରତିବନ୍ଧକ ହବ, ଚାକିରୀ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା, ପଦୋନ୍ନତିରେ ବିଳମ୍ବ ହବ, ଏମିତି ବିଭିନ୍ନ ପ୍ରକାର ସମସ୍ୟା ହବ, କହିଲେ ସରିବନି। ତେଣୁ ଆପଣ ମାନେ ଆପଣଙ୍କ ଘରେ ମିନିମମ୍ 12 ଘଣ୍ଟା କିମ୍ବା 8 ଘଣ୍ଟା ତ ବିତଉଥିବେ, ଶୋଇବା ଘରେ ତ ମିନିମମ୍ 6 ଘଣ୍ଟା ଶୋଉଥିବେ। ତେଣୁ ଘର ଯୋଉ ଜାଗାରେ ରହୁଛନ୍ତି, ପଞ୍ଚଭୂତ ଏ ସଂସାରରେ ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ବାହାରେ କିଛି ଜିନିଷ ନାହିଁ। ସେଇ 5ଟା ତତ୍ଵ ଯଦି ଘରେ ଦେବତା ଅନୁଯାୟୀ ଅସନ୍ତୁଳିତ ହେଇଗଲା, ତାହେଲେ ଆଉ କିଛି ଲାଭ ହିଁ ରହିଲା। ଆପଣ ଯେତିକି କର୍ମ କରିବେ, ଯେତିକି ଶ୍ରମ କରିବେ,
ସେ ତ ପଳେଇଗଲା, ଅସୁବିଧାରେ ପଳେଇଗଲା, ଅସୁବିଧା କରିବା ଉନ୍ନତି ଆଗରେ ଆଡକୁ ଆଉ ଗତି କଲା ନାହିଁ। ଏବେ ଆଜିର ସେସନରେ ଆମେ ଗୋଟେ ଜାଣିଲେ କି ବାସ୍ତୁ କରିବାକୁ ଗଲେ ଗୋଟେ ନର୍ମାଲ ଆଉ ଜେନେରାଲ ଆପ୍ରୋଚ କଣ ରହିବା ଉଚିତ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।